ଆଜି ଗୋଟେ ନୂଆ ଆଇଟମ୍ ଆପଣଙ୍କ ପାଖକୁ ଆଣି ଦେଇଛି ମୁଁ। ପ୍ରଥମେ ତ ତଡ଼କା ଡାଲିକୁ ରାତିରୁ ଭେଦେଇ ଦେଇଥିଲି। ଗୋଟେ କପ୍ ତଡ଼କା ଡାଲିକୁ ଭେଦେଇ ଦେଇକି ଏଇଭଳିଆ ସକାଳୁ ଉଠିକି ଆକୁ 3ଟା ସିଟିରେ କୁକରରେ 3ଟା ସିଟି ଦେବା ପର୍ଯ୍ୟନ୍ତ ଛାଡ଼ିଦେଲି। ଏବେ ଆମେ ଗୋଟେ ମସଲା ପ୍ରସ୍ତୁତ କରିବା, ଯାହାକି ଟମାଟର ତ କାଟିଥିଲି, ଅଦା ରସୁଣ ପିଆଜ 2ଟା କାଟିଥିବେ, ଆଉ ଅଦା ରସୁଣ ଆପଣଙ୍କ ତଡ଼କା ହିସାବରେ ନେବେ। ଏଠି କଢ଼ାରେ କିଛି ତେଲ ଗରମ କରିକି ଆମେ ଗରମ ମସଲା ଯେମିତି ଗୁଜୁରାତି ଆଉ ଡାଲଚିନି ଆଉ ଲବଙ୍ଗ ଦେଇଦବା। ଦେଇ ସାରିଲା ପରେ ଆମେ ଏଠି ପିଆଜ ମୁଁ 2ଟା କାଟିଥିଲି, ଗୋଟେ ପିଆଜ ଦେଲି ତେଲରେ ଭାଜିବା, ଆଉ ଗୋଟେ ପିଆଜ ମସଲା କଷିବା ପାଇଁ ବାଟିବା ପାଇଁ। ଦେଖନ୍ତୁ ଏଇଭଳିଆ ପିଆଜ ଗୋଟେ ଦେଇଦବା, ଯେମିତି ଭଲ ଲାଗିବ। ଆକୁ ମସଲା ଆମେ ବାଟିବା ଏବେ। ଆଉ ଆଧରେ କିଛି ଜିରା ଦେଲି। ଦେଖନ୍ତୁ ପିଆଜ ହେଇଗଲାଣି। ଆମେ ଏବେ ଗୋଟେ ଟମାଟର ନେଇଥିଲି, ବଡ଼ ଟମାଟର, ସେମିତି ଦେଇଦବା। ଆପଣ ମାନେ ତ ସମସ୍ତେ ତଡ଼କା ଖାଇଥିବେ, କିନ୍ତୁ ଅଣ୍ଡାର, କିନ୍ତୁ ମୁଁ ଆଜି ବନାଉଛି ଚିକେନ ତଡ଼କା। ଆଜି ଫାଷ୍ଟ ଟାଇମ ବନେଇଲି, କିନ୍ତୁ ବହୁତ ଭଲ ହେଇଥିଲା, ସେଥିପାଇଁ ଭାବିଲି ସେୟାର କରିବି। ଆଜି ମୁଁ ଦେଖଉଛି ଚିକେନ ତଡ଼କା। ଚାଲନ୍ତୁ, ଏବେ ଟମାଟର ଭଲ ଭାବରେ ହେଇଆଇଲେ ଆମେ ଏବେ ମସଲାକୁ ଦରଦରା ବାଟିବେ, ବେଶୀ ପ୍ଲେନ୍ ବାଟିବେନି। ଦରଦରା ବାଟିଲେ ତା ଫ୍ଲେଭରଟା ଆହୁରି ଭଲ ଆସିବ। ଦେଖନ୍ତୁ ଏଇଭଳିଆ ଭାବରେ ମସଲାକୁ କଷିଦବା ଆମେ ଭଲ ଭାବରେ। କିଛି ଏବେ ପାଣି ପକେଇବେନି, ଆଗେ ମସଲାର କଞ୍ଚା ଅଂଶ ବାସ୍ନାଟା ପଳେଇଲା ପରେ ଟିକେ ପାଣି ଦେବା। ସେଥିପାଇଁ ଆଗେ ଭଲସେ କଷିବା। ଦେଖନ୍ତୁ ହଳଦୀ ଚାମଚ ଦେଇଦେବା। ଆମେ ଯେତେବେଳେ ତଡ଼କା ବସେଇଲେ ସେଥିରେ ମୁଁ ଲୁଣ ପକେଇଥିଲି, ଖାଲି ହଳଦୀ ପକେଇ ନଥିଲି। ଏଠି ମୁଁ ହଳଦୀ ସେଥିପାଇଁ ପକେଇଲି, ଆଉ ଏଠି ଲୁଣ ବି ମୁଁ ପକେଇନି, କାରଣ ତଡ଼କା ଡାଲିରେ ଲୁଣ ପକେଇଛି। ଆଉ ଚିକେନରେ ମୁଁ ମ୍ୟାରିନେଟ୍ ପକେଇବା ଯେ ହଳଦୀ ଲୁଣ, ସେଥିପାଇଁ ମୁଁ ଆଧରେ ପକେଇ ନଥିଲି। ଏବେ ତେଜପତ୍ର ପକେଇ ନଥିଲି, ଏବେ ଟିକେ ତେଜପତ୍ର ପକେଇ ତାକୁ ଭଲ ଭାବରେ କଷିବା। କଷି ଆଇଲେ ଟିକେ କପ୍ ପାଣି ଆମେ ଦବା, ମସଲା କପ୍ ପାଣିଟା। ଏବେ ଭଲ ଭାବରେ କଷିବା। ଆର ଫ୍ଲେଭର ବହୁତ ଭଲ ଲାଗିବ। ନିହାତି ଆପଣ ମାନେ ଘରେ ଟ୍ରାଏ କରନ୍ତୁ, ଆଉ ମତେ କମେଣ୍ଟ କରି ଜଣାନ୍ତୁ କେମିତି ଲାଗିଲା। ଏବେ ଆମେ ଚିକେନ ଗୁଡ଼ିକ ହଳଦୀ ଲୁଣ ଗୋଳେଇ ଦେଇକି ରଖିଥିଲି, ତାକୁ ସବୁ ଛୋଟ ଛୋଟ ପିସ୍ରେ କାଟିଦେବେ। ତାକୁ ଏଇଭଳିଆ ଭାବରେ ଛୋଟ ଛୋଟ ପିସ୍ରେ କାଟିଦେବେ। ନହେଲେ ଆପଣ ମାନେ ବାହାରୁ ବି ଚିକେନ କିମା କରିକି ଆଣିପାରିବେ ଭଲ। ମୁଁ ଏଠି ମୋ ପାଖରେ ଚିକେନ ଥିଲା କିଛି, ମୁଁ ସେଥିପାଇଁ ତଡ଼କା କଲି। ବେଳେ ବେଳେ ଚିକେନ ରହିଯାଏ ନା, ସେଥିପାଇଁ ମୁଁ ତାକୁ ଭାବିଲି ତଡ଼କା ଗୋଟେ କରିବା। ଏଇଭଳିଆ ଭାବରେ ଅଳ୍ପ ଚିକେନରେ ବି 2-4 ଜଣ ଲୋକ ଖାଇପାରିବେ ତଡ଼କା କଲେ। ଏଇଭଳିଆ ଭାବରେ ଆମେ ଚିକେନ ଗୁଡେ ସବୁ କାଟି ଦେଇଥିବା। ଏବେ ମସଲା ଯୋଉ କଷି ହେଇଗଲାଣି, ଆମେ ଏବେ କଣ କରିବା, ଯୋଉ ଚିକେନ ଗୁଡେ ଆମେ କାଟିଥିଲେ ତାକୁ ଏବେ ଦେଇଦବା। ଚିକେନ ଗୁଡା ଦେଇକି ଆମେ ଭଲ ଭାବରେ ତାକୁ କଷିବା, ଯେମିତି ଚିକେନର କଞ୍ଚା ଅଂଶ କଟିଯିବ। ଭଲ ଭାବରେ ଆମେ କଷିବା, ଯେମିତିକି କହିଥିଲି କଞ୍ଚା ଅଂଶଟା ପଳେଇବ। ଆଧରେ କଷାଇଲା ପରେ କିଛି ସମୟ ଆମେ ଏଠି ଚିକେନ ମସଲା ଦେଇଦବା। ମୁଁ ଏଠି 2 ଚାମଚ ଚିକେନ ମସଲା ଭଲସେ ଦେଇଥିଲି। ଆପଣ ମାନେ ଚିକେନ ମସଲାଟି ଭଲସେ ଦେବେ। ଭଲସେ ଦେଖନ୍ତୁ କଷିଦବା। ଏପଟେ ଦେଖନ୍ତୁ ମୁଁ ଯୋଉ ସିଝେଇଥିଲି ତଡ଼କା, ଦେଖନ୍ତୁ ପୁରା ଭଲ ଭାବରେ ସିଝି ଯାଇଛି। ଦେଖନ୍ତୁ ଦେଖେଇ ଦଉଛି, ଭଲ ଭାବରେ ସିଝି ଯାଇଛି। 3ଟା ସିଟିରେ ଭଲସେ ସିଝି ଯାଇଛି। ଆକୁ ଆମେ ସାଇଡରେ ରଖି ଦେଖିବା ଚିକେନ ଗୁଡିକ ହେଇଗଲାଣି ନା ନାହିଁ। ଦେଖନ୍ତୁ ଚିକେନ ଗୁଡା ଭଲ ଭାବରେ କଷି ଆସିଲାଣି। ଆଉ ଟିକେ ସିଝିବ, ଆଉ ଟିକେ ଭଲ ଭାବରେ କଷିଦବା, ଯେମିତିକି ଲାଲ ଟିକେ ପଡିବ। ଯେମିତି ବ୍ରାଉନିଶ ହେଇଗଲେ ଆମେ ଏବେ ସେଇ ପର୍ଯ୍ୟନ୍ତ ଆମେ କଷିବା, ଯେମିତି ବ୍ରାଉନିଶ ହବା ପର୍ଯ୍ୟନ୍ତ। ଦେଖନ୍ତୁ ଏବେ କଲରଟା ଚେଞ୍ଜ ଆସିଲାଣି। ଯେପର୍ଯ୍ୟନ୍ତ ଆମେ ଯେମିତି ଚିକେନ ତରକାରୀ ହୁଏ ଯେମିତି କଷିବା, ଆମେ ସେମିତି ହିଁ ଆକୁ ଚିକେନ ଭଲସେ କଷିବା। ଦେଖନ୍ତୁ କଲର ପୁରା ଅଲଗା ହେଇଗଲାଣି। ଯେତେ ଭଲ ଭାବରେ କଷିବେ ତ ମାନେ ତରକାରୀର ତା ଟେଷ୍ଟଟା ବି ଭଲ ଆସିବ। ଦେଖନ୍ତୁ ମୁଁ ଦେଖେଇ ଦଉଛି ଆପଣଙ୍କୁ। ଦେଖ ଚିକେନ ପୁରା ଭଲସେ କଷି ହେଇଗଲାଣି, ସିଝିଗଲାଣି।
ଆମେ ଏବେ କଣ କରିବା, ତଡକା ଯୋଉ ଡାଲି ରଖିଥିଲେ ତାକୁ ଏବେ ଦେଇଦବା। ଏବେ ତଡକା ଡାଲିକୁ ସବୁ ଦେଇଦବା। ଦେଖନ୍ତୁ ତରକାରୀ ଡାଲିକି ଏବେ ଦେଇ ସାରିଲା ପରେ ତାକୁ ଟିକେ ଗୋଳେଇ ଦବା ତରକାରୀରେ। ଦେଖନ୍ତୁ ଏଇଭଳିଆ ଗୋଳେଇ ଦେଇକି ଭଲ ଭାବରେ ଟିକେ କଷିଦବା। ଦଶ ମିନିଟ୍ ଖଣ୍ଡେ ଆମେ ତାକୁ ଏପଟ ସେପଟ କରିବା। ଏବେ କଣ କରିବା, ଘୋଡେଇ ଦବା ଯେମିତି କି ଚିକେନ ଟା ଆଉ ତଡକାର ଫ୍ଲେଭର ଯେମିତି ଆସିଯିବ। ଏମିତି ଘୋଡେଇ ଦବା 10-15 ମିନିଟ୍ ପାଇଁ। ଏବେ ଦେଖନ୍ତୁ ଭଲ ଭାବରେ ଫୁଟି ଆସିଲାଣି। ଆମେ ଏବେ କଣ କରିବା, ଦେଖନ୍ତୁ ଭଲ ଭାବରେ ମୋର ଫୁଟି ଆସିଥିଲା। ଏବେ କଣ କରିବା, ମୁଁ ସବୁ ଚିକେନ ରେ ମୁଁ କରେ ଏଇଟା କି 1 ଚାମଚ ପୁରା ଚିକେନ ମସଲା ଆଉ 1 ଚାମଚ ଗରମ ମସଲା ଦେଇ ଦେଇକି ଭଲ ଭାବରେ ଏଠି ପକେଇ ଦେଇକି ଆମେ ଏଠି 10 ମିନିଟ୍ ପୁରା ଘୋଡେଇ ଦେଇକି ସିମ ରେ କରିକି ତାକୁ ଫୁଟେଇବା। ତା ଫ୍ଲେଭର ଏତେ ଭଲ ଆସିବ ନା, ଦେଖିବେ ନିହାତି ଥରେ ଟ୍ରାଏ କରିବେ ଆଉ ଦେଖିବେ। ଦେଖନ୍ତୁ ଏ ଘୋଡେଇ ଦେଇକି ବଢିଆ ସେ ବାସ୍ନା ଟା ବି ବହୁତ ସୁନ୍ଦର ଲାଗିବ। ଦେଖନ୍ତୁ କେତେ ସୁନ୍ଦର ଫୁଟିଗଲେ, ଆଉ ମାନେ ନିହାତି ଟ୍ରାଏ କଲେ ଜାଣିପାରିବେ। ଆଉ ହେଇଗଲା ଆମର ଅଲରେଡି। ଦେଖନ୍ତୁ ହେଇ ଆସିଲା ଆମର ଚିକେନ ତଡକା। କେମିତି ଲାଗିଲା ନିହାତି କମେଣ୍ଟ